ମୋ ନାମ ପିଙ୍କି। ମୋର ବୟସ ପାଖାପାଖି 16 ହେବ। ମୁଁ ଥରେ ମୋର କକା ମୋତେ କେମିତି ଆମ ଘର ପଛପଟରେ ଥିବା କୁଟା ଗାଦି ପାଖରେ ଗେହି ମୋର ଅବସ୍ଥା ପୁରା ଖରାପ କରିଦେଇଥିଲେ ଏବଂ ମୋର ଦେହକୁ ପୁରା ନାଲି କରିଦେଇଥିଲେ। ସେଇ ବିଷୟରେ ମୁଁ ଏ ଭିଡ଼ିଓରେ ଆପଣମାନଙ୍କୁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୁଁ ପିଙ୍କି। ଆପଣମାନେ ଦେଖୁଛନ୍ତି ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଗେହିଁ ଭିଡ଼ିଓ ସବୁ ପାଇବେ। ତେଣୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ନିଶ୍ଚିତ ଭାବରେ ଚିପନ୍ତୁ। ତ ଆସନ୍ତୁ ଆଜିର ପୁରା ବାଣ୍ଡ ଉଠେଇଲା ଭଳି ଭିଡ଼ିଓ, ଯେଉଁଟାକି ଆପଣ ଶେଷ ପର୍ଯ୍ୟନ୍ତ ଦେଖି ସାରିବା ପରେ ଆପଣଙ୍କର ବାଣ୍ଡ ନିଶ୍ଚିତ ଭାବରେ ଟିଙ୍ଗି ଉଠିବ ଏବଂ ଫଣ୍ଟେ କିମ୍ବା 2 ଫଣ୍ଟା ଆପଣଙ୍କ ବାଣ୍ଡରୁ ରସ ନିଶ୍ଚିତ ଭାବରେ ବାହାରି ପଡ଼ିବ। ତ ଭିଡ଼ିଓ ଆରମ୍ଭ କରିବା। ଶୀତ ଦିନ ଥାଏ। ମୁଁ ଶୀତରେ କ'ଣ କଲି ନା ଆମ ଘର ପାଖରେ ଗୋଟିଏ କୁଟା ଗାଦି ଥିଲା। ସେଇ କୁଟା ଗାଦି ପାଖରେ ପ୍ରଥମେ ଖରାଟି ସୂର୍ଯ୍ୟ କିରଣ ସେଇଠାରେ ପଡ଼େ। ତେଣୁ ମୁଁ ସେଦିନ କ'ଣ କରିଥିଲି ନା ସେଇ କୁଟା ଗାଦି ପାଖରେ ଗୋଟିଏ ଅଖା ପକାଇ ତାହାରି ପାଖରେ ବସିଥିଲି ଏବଂ ଖରା ଖାଉଥିଲି। ତ କିଛି ସମୟ ବସି ସାରିଲା ପରେ ମୁଁ କ'ଣ କଲି ନା ଘର ଭିତରକୁ ଯାଇ ମୋବାଇଲଟିକୁ ଉଠେଇ ଆଣିଲି ଏବଂ ସେଇଠାରେ ବସି ମୋବାଇଲ ମଧ୍ୟ ଦେଖୁଥିଲି। ଏହି ମୋବାଇଲ କିଛି ସମୟ ଦେଖି ସାରିଲା ପରେ ହଠାତ୍ ସେଠାରେ ଆସି ପହଞ୍ଚିଲେ ଆମ ଘର ପାଖରେ ଥିବା ଜଣେ କକା। ସେ ସମ୍ପର୍କରେ କକା ହୁଅନ୍ତି। ସେ ଆସି ସେଠାରେ ପହଞ୍ଚିଲେ। ଏଣୁ ସେଣୁ କଥାବାର୍ତ୍ତା ହେଲେ ଏବଂ ମୋ ପାଖରେ ବସିଲେ। ମୋ ପାଖରେ ବସି ଏଆଡ଼ୁ ସେଆଡ଼ୁ ମଜା କଥା ହେଉଥାନ୍ତି। ହଠାତ୍ ସେ କ'ଣ କଲେ ନା ମୋ ପିଠିରେ ହାତ ମାରିଦେଲେ। ମୁଁ ଟିକେ ଘୁଞ୍ଚି ବସିଲି। ସେ କହିଲେ, ପିଙ୍କି, ଆଜି ତୋତେ ଗୋଟେ ମୁଁ କଥା କହୁଛି, ମୋ କଥାଟିକୁ ଶୁଣ। ମୁଁ କହିଲି, କ'ଣ କୁହ? ନା, ମୁଁ ତୋତେ ବର୍ତ୍ତମାନ ଗେହିବି। ମୋତେ ଟିକେ ତୁ ଗେହିବାକୁ ସୁଯୋଗ ଦେ। ଗେହିବା କଥା ଶୁଣି ମୁଁ ପୁରା ଛାନିଆ ହେଇଗଲି, କାରଣ ମୁଁ ଆଗରୁ କେବେ ଗିଆ ଖାଇନଥିଲି। ସେ କ'ଣ କଲେ ନା ମୋତେ ପଛପଟରୁ ଧରିନେଲେ ଏବଂ ମୋର ଦୁଧକୁ ନିର୍ଦ୍ଧୁମ ଭାବରେ ଚିପିବାକୁ ଲାଗିଲେ। ଏତେ ଜୋରରେ ମୋ ଦୁଧକୁ ଚିପିଲେ ଯେ ମୋ ଦୁଧ ପୁରା ବଥା ହେଇଗଲା ଏବଂ ମୋ ଦେହ ଆସ୍ତେ ଆସ୍ତେ କେମିତି ହେଲା। ମୁଁ ପୂର୍ବରୁ କେବେ ଗିଆ ଖାଇନଥିଲି, ତେଣୁ ତାର ଅନୁଭବ ମୋତେ ଜଣା ନଥିଲା। କିନ୍ତୁ ସେ କିଛି ସମୟ ମୋ ଦୁଧକୁ ଚିପିଲା ପରେ କାହିଁକି କେଜାଣି ମୋ ଗିଆ କିପରି ଗୋଟେ ହେବାକୁ ଲାଗିଲା। ମୁଁ ତ ପ୍ରଥମେ ତାଙ୍କୁ ମନା କରୁଥିଲି, କିନ୍ତୁ କିଛି ସମୟ ସେ ମୋ ଦୁଧକୁ ଚିପି ସାରିଲା ପରେ ମୋର ବି କେମିତି ଗୋଟେ ହେଲା, ଯେମିତି ଗିଆ ଖାଇବାକୁ। ସେ ତାପରେ କ'ଣ କଲେ ନା ମୋ ଦୁଧର ମୁଣ୍ଡିକୁ ଚୁମୁଚିବାକୁ ଲାଗିଲେ ଏବଂ ଗୋଟିଏ ହାତରେ ମୋ ପେଣ୍ଟ ଭିତରକୁ ତାଙ୍କ ହାତଟିକୁ ପୂରେଇ ଦେଲେ ଏବଂ ଆଙ୍ଗୁଳିରେ ମୋ ଗିଆକୁ ଖେଞ୍ଚିବାକୁ ଲାଗିଲେ। ପ୍ରଥମେ ମୋତେ ଟିକେ କଷ୍ଟ ଲାଗିଲା, କିନ୍ତୁ କିଛି ସମୟ ସେ ଆଙ୍ଗୁଳି ତା ଭିତରେ ପୂରେଇ ସାରିଲା ପରେ ମୋତେ ମଜା ଲାଗିଲା। ମୁଁ ଯେଉଁ ପ୍ରଥମେ ତାଙ୍କୁ ବିରୋଧ କରୁଥିଲି, ଆଉ ବିରୋଧ କଲି ନାହିଁ। ସେ ଏହାର ସୁଯୋଗ ନେଇ ସିଧା ମୋ ପେଣ୍ଟକୁ ଟାଣିଦେଲେ ତଳକୁ ଏବଂ ତାଙ୍କ ଜିଭରେ ମୋ ଗିଆକୁ ଚାଟିବାକୁ ଲାଗିଲେ। କିଛି ସମୟ ଚାଟି ସାରିଲା ପରେ ମୁଁ ଅନୁଭବ କଲି ଯେ ତାଙ୍କ ବାଣ୍ଡ ପୁରା ଟିଙ୍ଗେଇ ଉଠିଛି। ସେ କ'ଣ କଲେ, ମୋ ବାଁ ହାତଟିକୁ ନେଇ
ତାଙ୍କ ବାଣ୍ଡଟିକୁ ଧରେଇ ଦେଲେ। କେତେ ମୋଟା ବାଣ୍ଡ! ସେ ବାଣ୍ଡକୁ ଧରି ସାରିଲା ପରେ ମୁଁ ଆହୁରି ଡରିଗଲି। ମୁଁ ଭାବିଲି ଏତେ ମୋଟା ବାଣ୍ଡ କ'ଣ ମୋ ବିହା ଭିତରେ ପଶିବ? କିନ୍ତୁ ସେତେବେଳେ ଘିଅ ଖାଇବାର ଏତେ ମୋର ଇଚ୍ଛା ହେଇଯାଇଥିଲା ଯେ ମୁଁ କ'ଣ କଲି, ତାଙ୍କ ବାଣ୍ଡଟିକୁ ହାତରେ ହଲେଇବାକୁ ଲାଗିଲି। କିଛି ସମୟ ହଲେଇ ସାରିଲା ପରେ ମୋ କାନ ପାଖରୁ ଆସ୍ତେ ଆସ୍ତେ ଝାଳ ବୋହିବା ଆରମ୍ଭ ହେଲା। ମୁଁ ବୁଝିନେଲି ଯେ ମୋ ଗିଆ ଆଉ ସମ୍ଭାଳିବା ଅବସ୍ଥାରେ ନାହିଁ। ସେ ବର୍ତ୍ତମାନ ଗିଆ ଖାଇବ ବ୍ୟସ୍ତ ହେଇଗଲାଣି। ତେଣୁ ଦାଦା ତାପରେ କ'ଣ କଲେ ନା ମୋତେ କହିଲେ, ତୁ ଏଇଠି ଟିକେ ଶୋଇପଡ଼। ଏବଂ ମୁଁ ମଧ୍ୟ ସୁନା ପିଲା ଭଳିଆ ସେଇଠି ପୁରା ଉପରେ ସେଇ ଯେଉଁ ଅଖା ଥିଲା ସେଇ ଅଖା ଉପରେ ମୁଁ ଶୋଇପଡ଼ିଲି। ସିଏ ମୋର ଦୁଇ ଗୋଡ଼କୁ ଉପରକୁ ଟେକି ଧରି ତାଙ୍କର ବାଣ୍ଡକୁ ମୋ ବିହା ଭିତରେ ପଶେଇବାକୁ ଚେଷ୍ଟା କଲେ। ମୋତେ ପ୍ରଥମେ ବହୁତ ଯନ୍ତ୍ରଣା ହେଲା, କିନ୍ତୁ ଥରେ ଦୁଇଥର ସେ ଚେଷ୍ଟା କରିସାରିଲା ପରେ ଯେତେବେଳେ ନ ପଶିଲା, ସେ କ'ଣ କଲେ ନା ତାଙ୍କ ପାଟିରୁ ଛେପ ଆଣି ତାଙ୍କ ବାଣ୍ଡର ଅଗରେ ଲଗେଇଦେଲେ ଏବଂ ପୁନର୍ବାର ପଶେଇବାକୁ ଚେଷ୍ଟା କଲେ। ତ ଏଥର ବାଣ୍ଡଟି ଭିତରକୁ ପଶିଗଲା, କିନ୍ତୁ ମୋତେ ବହୁତ ଯନ୍ତ୍ରଣା ହେଲା। ମୁଁ ତାଙ୍କୁ ପେଲି ଧରିଲି, କିନ୍ତୁ ସେ ଶୁଣିବା ଅବସ୍ଥାରେ ନଥିଲେ। ସେ କ'ଣ କଲେ ନା ଆସ୍ତେ ଆସ୍ତେ ସମ୍ପୂର୍ଣ୍ଣ ଭାବରେ ତାଙ୍କର ବାଣ୍ଡଟିକୁ ମୋ ବିହା ଭିତରେ ପଶେଇ ଦେଲେ ଏବଂ ନିର୍ଦ୍ଧୁମ ଭାବରେ ଘେହି ଚାଲିଲେ। ମୁଁ ମାଲୋ ମାଲୋ ହେଉଥାଏ, କିନ୍ତୁ ସେ କିଛି ଶୁଣୁନଥାନ୍ତି। ଏହିପରି 5ରୁ 7 ମିନିଟ୍ ପର୍ଯ୍ୟନ୍ତ ସେ ମୋତେ ନିର୍ଦ୍ଧୁମ ଭାବରେ ଘେହି ଚାଲିଲେ। ତାପରେ ମୁଁ ଅନୁଭବ କଲି ଯେ ମୋ ବିହାରୁ ସମ୍ପୂର୍ଣ୍ଣ ରସ ବାହାରି ଯାଇଛି ଏବଂ କିଛି ସମୟ ପରେ ତାଙ୍କ ବାଣ୍ଡରୁ ମଧ୍ୟ ସମ୍ପୂର୍ଣ୍ଣ ରସ ମୋ ବିହା ଭିତରକୁ ସେ ଛାଡ଼ିଦେଲେ। ଏହିପରି ସେଦିନ ଆମେ କୁଟାକୁଟି ପାଖରେ ମୋର କକା ମୋତେ ଘେନି ପୁରା ମୋ ବିହାକୁ ନାଲି କରିଦେଇଥିଲେ ଏବଂ ବହୁତ ଯନ୍ତ୍ରଣା ମଧ୍ୟ କରିଦେଇଥିଲେ। ତ ଇଏ ଥିଲା ସେଦିନର ଘିଅ ଘେଇ ଭିଡ଼ିଓର କଥା। ଆଶା କରୁଛି ଭିଡ଼ିଓଟି ନିଶ୍ଚିତ ଭାବରେ ଆପଣଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ହଟ୍ ଘିଅ ଘେଇ ଭିଡ଼ିଓରେ। ରହୁଛି, ନମସ୍କାର।